ଆଜିର ସବୁଠାରୁ ବଡ଼ ଖବର ଇପିଏସ୍ 95 ପେନ୍ସନ୍ସ ଉପରେ ମନ୍ତ୍ରୀଙ୍କ ବଡ଼ ମନ୍ତବ୍ୟ ସାମ୍ନାକୁ ଆସିଲା। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ଦେଖୁଛନ୍ତି ଜନ୍ ଓଡ଼ିଆ ଟିଭି ୟୁଟ୍ୟୁବ ଚ୍ୟାନେଲ। ଆଜିର ସବୁଠାରୁ ବଡ଼ ଖବର ହେଉଛି ଇପିଏସ୍ 95 ପେନ୍ସନ୍ସକୁ ନେଇ ମନ୍ତ୍ରୀଙ୍କ ବଡ଼ ମନ୍ତବ୍ୟ। ଦେଶର 78 ଲକ୍ଷରୁ ଅଧିକ ପେନ୍ସନର୍ସ ମାନେ ଦୀର୍ଘ ଦିନ ଧରି ନୂତନ ପେନ୍ସନ୍ 7500 କରିବାକୁ ଦାବି କରୁଛନ୍ତି। ବର୍ତ୍ତମାନ ଏହି ପେନ୍ସନ୍ ମାତ୍ର 1000 ରହିଛି, ଯାହା ଜୀବନଯାପନ ପାଇଁ ଅତ୍ୟନ୍ତ କଷ୍ଟକର। ସମ୍ପ୍ରତି ସଂସଦର କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କୁ ଇପିଏସ୍ 95 ପେନ୍ସନ୍ର ବୃଦ୍ଧି ବିଷୟରେ ପଚରା ଉଚରା ଚାଲିଛି। ମନ୍ତ୍ରୀ କହିଛନ୍ତି ଯେ ସରକାର ଏ ମୁଦ୍ଦାକୁ ଗୁରୁତ୍ୱ ସହ କେନ୍ଦ୍ରୀୟ ଭାବେ ବିଚାର କରୁଛି। ସେ କହିଛନ୍ତି ଯେ ଇପିଏସ୍ 95 ଯୋଜନାକୁ ଏମ୍ପ୍ଲୟ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ ପରିଚାଳନା କରୁଛି ଏବଂ ଏହାର ଆର୍ଥିକ ପରିସ୍ଥିତି ଓ ଫଣ୍ଡ ସ୍ଥିତିକୁ ଧ୍ୟାନରେ ରଖି ସିଦ୍ଧାନ୍ତ ନିଆଯିବ। ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଉପରେ ପେନ୍ସନର୍ସ ମାନଙ୍କ ମଧ୍ୟରେ ନୂଆ ଆଶା ଜାଗୃତ ହୋଇଛି, କିନ୍ତୁ ପ୍ରଶ୍ନ ହେଉଛି ଏଥର ସତରେ କି ପେନ୍ସନ୍ ବୃଦ୍ଧି ହେବ? ପେନ୍ସନର୍ସ ସଂଗଠନମାନେ କହିଛନ୍ତି ଯେ ମହଙ୍ଗାଇ ଦିନକୁ ଦିନ ବଢୁଛି, ଔଷଧ ଓ ଦୈନନ୍ଦିନ ଖର୍ଚ୍ଚ ବହୁତ ବଢ଼ିଲା। ଏହି ପରିସ୍ଥିତିରେ 1000 ପେନ୍ସନ୍ ଜୀବନଯାପନ କଷ୍ଟକର। ସୂତ୍ରମାନଙ୍କ ଅନୁସାରେ ସରକାରୀ ସ୍ତରରେ ଆଲୋଚନା ଚାଲିଛି। ଯଦି ସକାରାତ୍ମକ ସିଦ୍ଧାନ୍ତ ହୁଏ ତେବେ ଲକ୍ଷାଧିକ ପେନ୍ସନର୍ସଙ୍କୁ ବଡ଼ ରାହତ ମିଳିପାରେ। ତଥାପି ଏପର୍ଯ୍ୟନ୍ତ କୌଣସି ଅଧିକୃତ ଘୋଷଣା ହୋଇନାହିଁ। ଇପିଏସ୍ 95 ପେନ୍ସନ୍ସ ଉପରେ ଆଗରୁ କ'ଣ ସିଦ୍ଧାନ୍ତ ହେବ, କେବେ ଆସିବ ଫାଇନାଲ ଘୋଷଣା? ସମସ୍ତ ନୂତନ ଅପଡେଟ୍ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ ଓ ସେୟାର କରନ୍ତୁ। ଆପଣଙ୍କ ମତାମତ କମେଣ୍ଟରେ ଲେଖନ୍ତୁ। 7500 ନୂତନ ପେନ୍ସନ୍ ହେବା ଉଚିତ କି ନୁହେଁ? ଧନ୍ୟବାଦ। ଜୟ ଜଗନ୍ନାଥ।